Hello friends, welcome back to my channel. Hope you all are doing well. Recently Bollywood star ସୁଶାନ୍ତ ସିଂ ରାଜପୁତ ସୁଇସାଇଡ୍ କରିଛନ୍ତି ଏବଂ ଏହା ଆମ ପାଇଁ ସବୁଠୁ ବଡ଼ ସକିଂ ନ୍ୟୁଜ୍। ତ ସେଇଭଳି କରିବାର ମୂଳ କାରଣ କ'ଣ ହେଇପାରେ? ଜାଣିବାକୁ ମିଳୁଛି କି ମୂଳ କାରଣ ମେଣ୍ଟାଲ ଡିପ୍ରେସନ୍ସ, ମାନସିକ ଅଶାନ୍ତି। ବିଗ୍ ଏ ଡକ୍ଟର ମୁଁ ଏଇଭଳି ବହୁତ କିଛି ମେଡିକାଲ କେସ୍ ଦେଖିଛି ଯେଉଁଥିରେ କି ପେସେଣ୍ଟ ମାନେ ଏହି ରୋଗରେ ପୀଡ଼ିତ ଅଛନ୍ତି। ସୁଶାନ୍ତ ସିଂ ରାଜପୁତ ଜଣେ ସେଲିବ୍ରିଟି ଷ୍ଟାର ହୋଇଥିବାରୁ ତାଙ୍କର ସୁଇସାଇଡାଲ ନ୍ୟୁଜ୍ ସମସ୍ତେ ଜାଣିପାରିଲେ, କିନ୍ତୁ ସମାଜରେ ଏମିତି ବହୁତ କିଛି କେସ୍ ଅଛି ଯାହା ଆମେ ଜାଣିପାରୁନୁ ବା ଜାଣି ମଧ୍ୟ ଇଗ୍ନୋର କରୁଛୁ। ତ ତାହେଲେ ଜାଣିବା ମେଣ୍ଟାଲ ଡିପ୍ରେସନ୍ କ'ଣ। ମେଡିକାଲ ଟର୍ମରେ ମେଣ୍ଟାଲ ଡିପ୍ରେସନକୁ ମେଜର ଡିପ୍ରେସିଭ୍ ଡିସଅର୍ଡର ବୋଲି କୁହାଯାଏ, ଯେଉଁଥିରେ ବ୍ୟକ୍ତିର ଭାବିବା, ଚିନ୍ତା କରିବା, ଡେଲି ଆକ୍ଟିଭିଟିଜ୍ ଲାଇକ୍ ଖେଳିବା, ଖାଇବା, ଶୋଇବା ଏସବୁ ଅତ୍ୟନ୍ତ ମାତ୍ରା ଏଫେକ୍ଟେଡ୍ ହୁଏ। ଆଉ ଏହିସବୁ ଲକ୍ଷଣ ଯଦି 2 ସପ୍ତାହରୁ ଅଧିକ ପର୍ଯ୍ୟନ୍ତ ରହେ ତ ତେବେ ଆମେ ତାକୁ ମେଜର ଡିପ୍ରେସିଭ୍ ଡିସଅର୍ଡର ବୋଲି କହୁ। ମେଜର ଡିପ୍ରେସିଭ୍ ଡିସଅର୍ଡରକୁ 3 ଭାଗରେ ବିଭକ୍ତ କରାଯାଇଛି ଏହାର ଲକ୍ଷଣ ଅନୁଯାୟୀ। ତାର ଲକ୍ଷଣ ଅନୁଯାୟୀ 3 ଭାଗରେ ବିଭକ୍ତ କରାଯାଇଛି, ଯେମିତିକି ମାଇଲ୍ଡ, ମଡରେଟ୍ ଏବଂ ସିଭିୟର ଟାଇପ୍। ତ ଚାଲନ୍ତୁ ଜାଣିବା ତାର ସିମ୍ପଟମ୍ ଗୁଡ଼ିକ କ'ଣ କ'ଣ। ଯେମିତିକି ବହୁତ ସମୟ ଧରି ଦୁଃଖରେ ରହିବା, ଆଙ୍କ୍ସିୟସ୍ ରହିବା, ବିନା କାରଣରେ ଚିଡ଼ିଚିଡ଼ା ହେବା ବା ବିରକ୍ତି ଲାଗିବା, ନିରାଶ ହେବା, ଲାଇଫରେ ଯେମିତି କିଛି ନାହିଁ, ସବୁ ଶେଷ ହେଇଗଲାଣି, ମୁଁ କିଛି କରିପାରିବିନି, ନିଜକୁ ଦୋଷ ଦେବା, ଏଇଭଳି ନେଗେଟିଭ୍ ଥଟ୍ସ ଆସିବା। ଲସ୍ ଅଫ୍ ଇଣ୍ଟରେଷ୍ଟ ଇନ୍ ହବିଜ୍ ଆଣ୍ଡ ଆକ୍ଟିଭିଟିଜ୍, ଡିକ୍ରିଜ୍ଡ ଏନର୍ଜି ଅଫ୍ ବଡି ଲେଭେଲ, ବିନା କାରଣରେ ଥକା ଲାଗିବା, ହେଡେକ୍, କ୍ରାମ୍ପସ୍, ବଡି ପେନ୍, ସଡେନଲି କମ୍ ଖାଇବା କିମ୍ବା ବେଶୀ ଖାଇବା, ୱେଟ୍ ଗେନ୍ କରିବା କିମ୍ବା ୱେଟ୍ ଲୁଜ୍ କରିବା, difficulty in sleeping, early morning awakening or oversleeping. difficulty in sleeping, ଶୋଇବାରେ ଅସୁବିଧା ହେବା, early morning ଉଠିଯିବା କିମ୍ବା ଅଧିକ ସମୟ ଶୋଇବା। ସବୁଠାରୁ ସିଭିୟର ଲକ୍ଷଣ ହେଉଛି thoughts of death and suicide or any attempt to death or suicide। ଠିକ ଅଛି ତ? ଯେମିତିକି ଟ୍ରେନ୍ ଲାଇନ୍ ଆଗରେ ଆତ୍ମହତ୍ୟା କରିବା, ନଦୀକୁ ଡେଇଁ ଆତ୍ମହତ୍ୟା କରିବା ବା ଫାଶୀ ଲଗାଇ ଆତ୍ମହତ୍ୟା କରିବାର ଉଦ୍ୟମ କରିବା କିମ୍ବା ସେଇଭଳି ଚିନ୍ତାଧାରା ଆସିବା। ଆକର୍ଡିଂ ଟୁ WHO ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍, ସାରା ବିଶ୍ୱରେ 264 ମିଲିୟନ ପିପୁଲ ଏହି ମାନସିକ ରୋଗରେ ଶିକାର ହୋଇଛନ୍ତି। ସେଥିମଧ୍ୟରୁ ଭାରତରେ ପ୍ରତିବର୍ଷ 2.2 ଲାକ୍ସ ପିପୁଲ ସୁଇସାଇଡ୍ କରୁଛନ୍ତି ଏବଂ ସାରା ବିଶ୍ୱରେ 8 ଲକ୍ଷ ଲୋକ ପ୍ରତିବର୍ଷ ସୁଇସାଇଡ୍ କରୁଛନ୍ତି। ବିଶେଷ କରି ଏହି ମାନସିକ ରୋଗ ବା ମେଣ୍ଟାଲ ଡିପ୍ରେସନ୍ 20 ରୁ 30 ଇୟର୍ସ ଲୋକମାନଙ୍କ ପାଖରେ ଦେଖିବାକୁ ମିଳେ, କିନ୍ତୁ ଏହା ଅନ୍ୟ କୌଣସି ବୟସର ବ୍ୟକ୍ତିକୁ ବି ହୋଇପାରେ। ମୁଖ୍ୟତଃ ଏହା ଫିମେଲ ମାନଙ୍କୁ ବେଶୀ ଆଫେକ୍ଟ କରିଥାଏ। ତ ଚାଲନ୍ତୁ ଜାଣିବା ଏହାର କାରଣ କ'ଣ। ମେଣ୍ଟାଲ ଡିପ୍ରେସନର କ'ଣ କ'ଣ ସବୁ କାରଣ ରହିଛି। ମେଣ୍ଟାଲ ଡିପ୍ରେସନ୍ ମୁଖ୍ୟତଃ ନ୍ୟୁରୋ ଟ୍ରାନ୍ସମିଟର ଡେଫିସିଏନ୍ସିରୁ ହୋଇଥାଏ, ଯେମିତିକି ଡୋପାମିନ୍ ଡେଫିସିଏନ୍ସି, ସେରୋଟୋନିନ୍ ଡେଫିସିଏନ୍ସି, ଏବଂ ଏହା ବଂଶାନୁକ୍ରମିକ ଭାବରେ ଫାର୍ଷ୍ଟ ଜେନେରେସନକୁ ବେଶୀ ଏଫେକ୍ଟ କରେ, ଯେମିତିକି ଜଣେ ବାପାଠୁ ତାର ପିଲାମାନଙ୍କ ପାଖକୁ, କିନ୍ତୁ ଅଜାଠୁ ବା ଆଈଠୁ ନାତି ନାତୁଣୀମାନଙ୍କ ପାଖକୁ ବହୁତ କମ୍ ପ୍ରଭାବ ଥାଏ। ମେନଲି ଷ୍ଟୁଡେଣ୍ଟ ମାନେ ବେଶୀ ଏଫେକ୍ଟେଡ୍ ହୋଇଥାନ୍ତି, କାହିଁକି ନା ପାଠ ପଢ଼ିବାର ଷ୍ଟ୍ରେସ୍, ରେଜଲ୍ଟସର ଷ୍ଟ୍ରେସ୍, ପାସ୍ ଫେଲ୍ ହେବାର ଷ୍ଟ୍ରେସ୍। ଆଉ ହୋମସିକ୍ ପିଲାମାନେ ନିଜ ଫ୍ୟାମିଲିଠୁ ବହୁତ ଦୂରରେ ଥାନ୍ତି, ନିଜ ଦାୟିତ୍ୱ ନିଜେ ବୁଝନ୍ତି, କେମିତି ନିଜ ରୁମମେଟ୍ ସହିତ ମିଶିକି ଚଳିବେ, କେମିତି ନିଜର କ୍ଲାସମେଟ୍ ସହିତ ଭଲ ବିହେଭିୟର ରଖିବେ, କେମିତି ନିଜ ସରାଉଣ୍ଡିଂ ସହିତ ଖାପ ଖୁଆଇ ଚଳିବେ, ଏହିସବୁ ତାଙ୍କ ପାଇଁ ଗୋଟେ ଚ୍ୟାଲେଞ୍ଜିଂ ଷ୍ଟ୍ରେସ୍ ହୋଇଥାଏ। ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଇଣ୍ଟିମେଟ୍ ରିଲେସନସିପ୍। ଭାରତରେ ଟୋଟାଲ ଡିପ୍ରେସନ୍ ଡେଥର 11% ଡେଥ୍ ଫାର୍ମର ମାନଙ୍କର ହେଉଛି, କାହିଁକି ନା ସେମାନେ ଯେଉଁ ଲୋନ୍ ନେଉଛନ୍ତି ତାହା ଠିକ୍ ଟାଇମ୍ରେ ଶୁଝି ପାରୁନାହାନ୍ତି, କାରଣ ସେମାନଙ୍କର ଫାର୍ମିଂ ନ୍ୟାଚୁରାଲ ଡିସାଷ୍ଟର ପାଇଁ ନଷ୍ଟ ହୋଇଯାଉଛି। ଆଉ ସ୍ମଲ୍ ବିଜନେସ୍ ପର୍ସନ ମାନେ ଯେଉଁମାନେ ବିଜନେସ୍ ପାଇଁ ଲୋନ୍ ନେଉଛନ୍ତି, ବିଜନେସ୍ରେ ଲସ୍ ହେଲେ ସେମାନେ ବିଜନେସ୍ ଲସ୍ ପାଇଁ ନିଜ ଲୋନ୍ ପେମେଣ୍ଟ କରିପାରୁନାହାନ୍ତି, ଏହିସବୁ ଷ୍ଟ୍ରେସ୍ ପାଇଁ ସେମାନଙ୍କର ଡିଜିଜ୍ଟା ଇଣ୍ଟେନ୍ସିଫାଏ ହେଉଛି। ଯଦି ଆପଣଙ୍କ ପାଖରେ ମେଣ୍ଟାଲ ଡିପ୍ରେସନର ସମସ୍ତ ଲକ୍ଷଣ ଅଛି ତ ଆପଣ କ'ଣ କରିବେ, ଆସନ୍ତୁ ଶୁଣିବା। ଫାର୍ଷ୍ଟଲି ଆପଣ ମେଣ୍ଟାଲ ଡିପ୍ରେସନକୁ ଗୋଟେ ସୋସିଆଲ ଷ୍ଟିଗ୍ମା କରନ୍ତୁ ନାହିଁ। ଏହା ସବୁ ରୋଗ ଭଳିଆ ଗୋଟେ ରୋଗ ଯାହା ଟ୍ରିଟମେଣ୍ଟ ଦ୍ୱାରା ସମ୍ପୂର୍ଣ୍ଣ ଭଲ ହେଇପାରିବ କିମ୍ବା
ନିଜ ଆୟତ୍ତରେ କଣ୍ଟ୍ରୋଲରେ ରହିପାରିବ। ମେଣ୍ଟାଲ ଡିପ୍ରେସନରେ ଶିକାର ହୋଇଥିବା ପେସେଣ୍ଟମାନେ ମୁଖ୍ୟତଃ ନିଜର କଣ୍ଟ୍ରୋଲରେ ନଥାନ୍ତି। କ'ଣ କରିବେ କ'ଣ ନ କରିବେ ଏସବୁ ଜିନିଷ ତାଙ୍କ କଣ୍ଟ୍ରୋଲରେ ନଥାଏ। ତ ସେଥିପାଇଁ ଏହି କ୍ଷେତ୍ରରେ ପରିବାରର ସମସ୍ତ ସଦସ୍ୟ ଯେମିତିକି ବାପା ମା ଭାଇ ଭଉଣୀ ଏମାନଙ୍କର ଭୂମିକା ବହୁତ ଆବଶ୍ୟକ। ମୋ ମତରେ ସବୁଠାରୁ ମୁଖ୍ୟ ଆବଶ୍ୟକ ହେଲା ଆପଣ ଜଣେ ସାଇକିଆଟ୍ରିଷ୍ଟ, ଜଣେ ଡକ୍ଟର କିମ୍ବା ଜଣେ ମେଣ୍ଟାଲ ହେଲ୍ଥ ପ୍ରଫେସନାଲକୁ ଦେଖା କରନ୍ତୁ। କାରଣ ସେମାନେ ହିଁ ପେସେଣ୍ଟର କ'ଣ ଅସୁବିଧା ହେଉଛି ସେମାନଙ୍କ ଲକ୍ଷଣ ଅନୁଯାୟୀ ସେମାନଙ୍କୁ ଠିକ୍ ଭାବରେ ବୁଝିବେ। ଯଦି ଆପଣଙ୍କ ଲୋକାଲିଟିରେ ସେମିତିକି ସାଇକିଆଟ୍ରିଷ୍ଟ, ଡକ୍ଟର କିମ୍ବା ମେଣ୍ଟାଲ ହେଲ୍ଥ ପ୍ରଫେସନାଲ ନାହାନ୍ତି ବା ଆପଣ ସେମାନଙ୍କୁ କନସଲ୍ଟ କରିବାକୁ ଚାହୁଁନାହାନ୍ତି, ତ ଆମର ବହୁତ ସାରା NGO ସଂସ୍ଥା ଅଛନ୍ତି ଯେଉଁମାନଙ୍କୁ ଆପଣ କନସଲ୍ଟ କରିପାରିବେ। ସେମାନଙ୍କର ସ୍ପେଶାଲିଷ୍ଟ ଟ୍ରେନର ଅଛନ୍ତି ଯେଉଁମାନେ ଆପଣଙ୍କୁ ଟ୍ରେନ୍ କରିପାରିବେ ସୁଇସାଇଡାଲ ପ୍ରିଭେନ୍ସନ୍ ଆଉ ମେଣ୍ଟାଲ ହେଲ୍ଥ କେୟାର ଉପରେ। ଯଦି NGO ସଂସ୍ଥାର ଟ୍ରେନରମାନଙ୍କୁ ଲାଗେ କି ଆପଣଙ୍କୁ ଡକ୍ଟରଙ୍କ ଆବଶ୍ୟକତା ଅଛି ତ ସେମାନେ ଆପଣଙ୍କୁ ଉଚିତ ପରାମର୍ଶ ଦେଇପାରିବେ। ଆସନ୍ତୁ ଜାଣିବା ମେଣ୍ଟାଲ ଡିପ୍ରେସନର ଟ୍ରିଟମେଣ୍ଟ କ'ଣ। ମୋଷ୍ଟଲି ଏହାର ସିମ୍ପଟମ୍ ଅନୁଯାୟୀ ଏହାର ଟ୍ରିଟମେଣ୍ଟ କରାଯାଇଥାଏ। ଯେମିତିକି ମାଇଲ୍ଡ ସିମ୍ପଟମ୍ ଥିବା ପେସେଣ୍ଟମାନଙ୍କୁ ମେଣ୍ଟାଲ ହେଲ୍ଥ କାଉନସେଲିଂ, ସାଇକୋଥେରାପି ଏତିକି ଜିନିଷ ଆବଶ୍ୟକ ହୋଇଥାଏ। କିନ୍ତୁ କିଛି ପେସେଣ୍ଟ ଅଛନ୍ତି ଯେଉଁମାନଙ୍କୁ ମେଡ଼ିକେସନର ଆବଶ୍ୟକତା ମଧ୍ୟ ହୋଇପାରେ। ସେକେଣ୍ଡଲି, ମଡରେଟ୍ ସିମ୍ପଟମ୍ ଥିବା ପେସେଣ୍ଟମାନେ ଜଣେ ଡାକ୍ତରଙ୍କ ପରାମର୍ଶରେ ମେଡ଼ିକେସନ ନେଇପାରିବେ, ତା ସହିତ ସାଇକୋଥେରାପି, ଟକ୍ ଥେରାପି ମଧ୍ୟ ନେଇପାରିବେ। ଥାର୍ଡଲି, ଦ ସିଭିୟର ସିମ୍ପଟମ୍ ପେସେଣ୍ଟ, ଏଇମାନଙ୍କୁ ମେଡ଼ିକେସନ ସହିତ ସାଇକୋଥେରାପି, ଟକ୍ ଥେରାପି ଏବଂ ପରିବାରର ସମସ୍ତ ସଦସ୍ୟଙ୍କର କୋଅପରେସନ ଅତି ଆବଶ୍ୟକ। କାହିଁକି ଏମାନଙ୍କ ପାଖରେ ସୁଇସାଇଡାଲ ଥଟ୍ସ, ସୁଇସାଇଡାଲ ଆଟେମ୍ପ ଭଳି ଚିନ୍ତାଧାରା ଆସିଥାଏ, ଯାହାକି ବହୁତ ବିପଜ୍ଜନକ। ଆମକୁ ଏଭଏଡ୍ ଡିପ୍ରେସନ୍। ତ ଆସନ୍ତୁ ଜାଣିବା ଆପଣ ଡିପ୍ରେସନକୁ କେମିତି ଆଭଏଡ୍ କରିବେ। ଫାର୍ଷ୍ଟଲି, ମଣିଷ ଏକ ସାମାଜିକ ପ୍ରାଣୀ। ସମାଜରେ ତାର ସିଚୁଏସନ୍ ଆଉ ତାର ପ୍ରେଜେନ୍ସ ବହୁତ ଆବଶ୍ୟକତା ରହିଛି, ଯେମିତିକି ଅନ୍ୟ ପ୍ରାଣୀମାନଙ୍କର ରହିଛି। ତେଣୁ ଆପଣ ଡିଜିଟାଲ ଦୁନିଆରେ ଏତେ ଏନଗେଜ୍ ହୁଅନ୍ତୁନି ଯେମିତିକି ଆପଣ ସଲିଟାରୀ ହେଇଯିବେ ବା ଏକୁଟିଆ ଅନୁଭବ କରିବେ, ଯେଉଁଥିପାଇଁ କି ଡିପ୍ରେସିଭ୍ ଡିଜର୍ଡର ବଢ଼ି ଚାଲିଛି। ତ ସେଥିପାଇଁ ଆପଣ ଫ୍ୟାମିଲି ମେମ୍ବର୍ସ, ନିଜ ଫ୍ରେଣ୍ଡସ୍, ନିୟର ଆଣ୍ଡ ଡିୟର୍ସ ସମସ୍ତଙ୍କୁ ସମୟ ଦିଅନ୍ତୁ, ସେମାନଙ୍କ ସହିତ ମିଶନ୍ତୁ, ସେମାନଙ୍କ ସହିତ ସବୁ ସୁଖ ଆଉ ଦୁଃଖକୁ ସେୟାର କରନ୍ତୁ। ଷ୍ଟୁଡେଣ୍ଟମାନଙ୍କୁ କହି ରଖୁଛି କି ସେମାନେ ନିଜ ଏମ୍ ରଖି ପାଠ ପଢ଼ିବା ଭଲ, କିନ୍ତୁ ସଫଳତା ନ ମିଳିଲେ ଡିପ୍ରେସନରେ ଯାଆନ୍ତୁ ନାହିଁ। ନିଜ କ୍ଲାସମେଟ୍ ମାନଙ୍କୁ କମ୍ପେୟାର କରି ଡିପ୍ରେସିଭ୍ ହୁଅନ୍ତୁ ନାହିଁ। ସବୁବେଳେ ପଜିଟିଭ୍ ବିହେଭିଅର ଥିବା ପିଲାମାନଙ୍କ ସହିତ ମିଶନ୍ତୁ, ସେମାନଙ୍କ ସହିତ ସମସ୍ତ କଥା ସେୟାର କରନ୍ତୁ, ଯେଉଁମାନେ କି ଆପଣଙ୍କୁ ସବୁବେଳେ ଏନକରେଜ କରୁଥିବେ। ମନରେ ଶାନ୍ତି ଆଣିବା ପାଇଁ ମେଡିଟେସନ୍, ପ୍ରେୟାର କିମ୍ବା କୌଣସି ମନ୍ତ୍ର ଜପ କରନ୍ତୁ, କାରଣ ଏହା ଦ୍ୱାରା ମନରେ ମେଣ୍ଟାଲ ପିସ୍ ଆସେ ଏବଂ ଏହା ବାରମ୍ବାର ଅଭ୍ୟାସ କଲେ ଆପଣଙ୍କର ମେଣ୍ଟାଲ ଡିପ୍ରେସନ୍ ବହୁତ ମାତ୍ରାରେ ପରିବର୍ତ୍ତନ ହୋଇଯିବ। ମେନଲି ଆଲକୋହଲ, ଡ୍ରଗ୍ ଠାରୁ ଦୂରେଇ ରୁହନ୍ତୁ, କାରଣ ଏହା କିଛି ସମୟ ପାଇଁ ଆପଣଙ୍କୁ ହୁଏତ ସୁଖ ଦେଇପାରେ ବା କିମ୍ବା ଡିପ୍ରେସନରୁ ଦୂରେଇ ଦେଇପାରେ, କିନ୍ତୁ ପରବର୍ତ୍ତୀ ସମୟରେ ଏହା ମୁଖ୍ୟ କାରଣ ହୋଇଯିବ, ଡିପ୍ରେସନର ଗୋଟେ ମେନ୍ କଜ୍ ହୋଇଯିବ। ପ୍ରକୃତି ଏବଂ ଏନଭାରମେଣ୍ଟ ସହିତ ନିଜକୁ ଇନଭଲ୍ଭ କରନ୍ତୁ। ଅତି କମରେ 30 ମିନିଟ୍, ଯେମିତିକି ଗଛ ଲଗାଇବା, ଗଛରେ ପାଣି ଦେବା, ଗାର୍ଡେନିଂ କରିବା। ଯଦି ଘରେ ଛୋଟ ଛୋଟ ପିଲା ଅଛନ୍ତି ସେମାନଙ୍କ ସହିତ ସମୟ ଅତିବାହିତ କରନ୍ତୁ। ମର୍ଣ୍ଣିଂ ଏବଂ ଇଭିନିଂ ୱାକ୍ରେ ଯାଆନ୍ତୁ। ୟୋଗା, ଏକ୍ସରସାଇଜ କରନ୍ତୁ। ଡୋମେଷ୍ଟିକ୍ ଆନିମାଲ ଯେମିତିକି ଗାଈ, କୁକୁର, ବିଲେଇଙ୍କୁ ଖାଇବାକୁ ଦିଅନ୍ତୁ। ବାର୍ଡସ୍ ମାନଙ୍କୁ ଖାଇବାକୁ ଦିଅନ୍ତୁ। ଦିସ୍ ଇଜ୍ ଭେରି ଇମ୍ପୋର୍ଟାଣ୍ଟ ଟୁ କିପ୍ ୟୋର ପଜିଟିଭିଟି। ଏହା କରିବା ଦ୍ୱାରା ମେଣ୍ଟାଲ ପିସ୍ ମିଳିଥାଏ। ଲାଇଫ୍ ଇଜ୍ ପ୍ରେସିୟସ୍, ଜୀବନ ବହୁତ ମୂଲ୍ୟବାନ। ତେଣୁ ଆପଣ ଭୁଲରେ ବି ଏମିତି କିଛି ଭୁଲ ଷ୍ଟେପ୍ ଉଠାନ୍ତୁ ନାହିଁ ଯାହାଦ୍ୱାରା ଆପଣଙ୍କ ଫ୍ୟାମିଲି ମେମ୍ବର ସଫର ହେବେ ଏବଂ ବହୁତ ଦୁଃଖ କଷ୍ଟ ପାଇବେ। ମଣିଷ ପାଖରେ ସବୁ ଥିଲେ ମଧ୍ୟ ମେଣ୍ଟାଲ ପିସ୍ ରହିବା ଅତି ଆବଶ୍ୟକ। ଆପଣ କୌଣସି ଗୋଲକୁ ଏଚିଭ୍ କରିବା ପାଇଁ ଛୋଟ ଛୋଟ ଇମୋସନ୍ସ, ହ୍ୟାପିନେସ୍ କିମ୍ବା ସୋସିଆଲ ଏନଗେଜମେଣ୍ଟକୁ ସାକ୍ରିଫାଇସ୍ କରନ୍ତୁ ନାହିଁ, ଯାହାଦ୍ୱାରା ଆପଣଙ୍କ ମେଣ୍ଟାଲ ପିସ୍ ବ୍ୟାହତ ହେବ। ସେଥିପାଇଁ ମଣିଷ ଜୀବନରେ ହେଲ୍ଥ, ଫ୍ୟାମିଲି, ସୋସିଆଲ ଲାଇଫ୍, ୱାର୍କ ଆଣ୍ଡ ୱେଲ୍ଥ ଏହା ଭିତରେ ଗୋଟେ ସୁଇଟେବଲ୍ ବାଲାନ୍ସ ରହିବା ଅତି ଆବଶ୍ୟକ। ଯଦି ଆମେ ସୁଶାନ୍ତ ସିଂଙ୍କ ଲାଇଫକୁ କମ୍ପାରିଜନକୁ ନେବା ତ
तो आमको एतिकी शिखिबाकू मिलुछि कि सेभଳି जଣେ सेलिब्रिटी स्टारଙ୍କ ପାଖରେ କ'ଣ ଅଭାବ ଥିଲା। ଯଦି କିଛି ଅଭାବ ଥିଲା ଦ୍ୟାଟ୍ ଇଜ୍ ମେଣ୍ଟାଲ ପିସ୍ ବା ମାନସିକ ଶାନ୍ତି। ମେ ହିଜ୍ ସୋଲ୍ ରେଷ୍ଟ ଇନ୍ ପିସ୍। ଶେଷରେ ମୁଁ ଆଶା କରୁଛି କି ସମସ୍ତେ ଡିପ୍ରେସନର କଜ୍କୁ ଏଭଏଡ୍ କରନ୍ତୁ ଏବଂ ଡିପ୍ରେସନ ଡିଜିଜ୍ରେ ପୀଡ଼ିତ ହୋଇଥିବା ସମସ୍ତ ଲୋକମାନଙ୍କୁ ଚିକିତ୍ସା ଦ୍ୱାରା ମେନ୍ ଷ୍ଟ୍ରିମ୍କୁ ଆଣନ୍ତୁ, ଯାହାଦ୍ୱାରା କି ଏଇଭଳିଆ ସିଚୁଏସନ୍ ଆଉ କାହା ପାଖରେ ଦେଖାଯିବ ନାହିଁ। ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଏହି ରୋଗ ବିଷୟରେ ସଚେତନ କରିବାକୁ ଚାହୁଁଛି। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗୁଛି ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଯଦି ଆପଣଙ୍କ ମନରେ କିଛି କ୍ୱେଶ୍ଚନ୍ ଥାଏ, କିଛି କ୍ୱେରି ଥାଏ, ତେବେ ଆପଣ ଏହି ଭିଡ଼ିଓଟିରେ କମେଣ୍ଟ କରନ୍ତୁ ଏବଂ ମୋର ଫେସବୁକ୍ ପେଜରେ ମୋତେ କଣ୍ଟାକ୍ଟ କରିପାରିବେ। ପୁଣି ଦେଖା ହେବା ନେକ୍ସଟ ଭିଡ଼ିଓରେ। ଥ୍ୟାଙ୍କସ୍ ଫର୍ ୱାଚିଂ।